ଅଭିନନ୍ଦନ ଜଣାଉଛି। ଏ ଯେଉଁ ପଦକ୍ଷେପ ନେଇଛନ୍ତି ମୁନା ସାର୍ ଏବଂ ମୁନା ସାର୍ ଯେଉଁ ଆୟୋଜନ 12 ବର୍ଷ ହେଲା କରିଛନ୍ତି, ଏ ଆୟୋଜନକୁ ପ୍ରାୟ ଏ ଅଞ୍ଚଳରେ କେହି କରିନାହାନ୍ତି। ଏ ଅଞ୍ଚଳରେ କୌଣସି ଜାଗାରେ ଆପଣମାନେ ଦେଖିପାରିବେ ନାହିଁ। ମୁନା ସାର୍ ଯେଉଁ ପଦକ୍ଷେପ ନେଇଛନ୍ତି ଏ ସ୍ୱାଗତ ଯୋଗ୍ୟ। ଏ ସମସ୍ତଙ୍କୁ ବାପା ମା ହରାଇଥିବା ଜଣେ ମୁନା ସାର୍, ପ୍ରଭୁ ଜଗନ୍ନାଥ ଆଖଣ୍ଡଳୀ ବାବା ସମସ୍ତଙ୍କୁ ସେ ମୁନା ସାର୍ଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପ୍ରଭୁ ଜଗନ୍ନାଥଙ୍କ ଏତିକି ଆଶୀର୍ବାଦ କରୁଛି। ଜୟ ଜଗନ୍ନାଥ। ଏବଂ ମୁନା ସାର୍ ଯେଉଁ ଟପିକ୍ ରଖିଛନ୍ତି ଗଛଟିଏ ଲଗାଇବା, ମା ମାନେ ଏବଂ ଛୋଟ ପିଲାମାନଙ୍କୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଗାର୍ଡିଆନ ମାନଙ୍କୁ ଯେଉଁ ବାପା ମା ଭାଇମାନେ ଆସିଛନ୍ତି ସମସ୍ତେ ନିଜ ବଗିଚାରେ ଗୋଟିଏ କରି ଗଛ ଲଗାନ୍ତୁ, ତାର ଯତ୍ନ ନିଅନ୍ତୁ। ପରିବେଶ ସୁରକ୍ଷିତ ହେବ, ଆମେ ସମାଜରେ ସୁସ୍ଥ ରହିବା। ଆଉ ଗୋଟିଏ କଥା କହୁଛି, ଛୋଟ ଅଳ୍ପ ପିଲାମାନେ ବ୍ୟସ୍ତ ହେଲେଣି, ମୁଁ ଏତିକି କହିବି, ଅନୁରୋଧ ସମସ୍ତଙ୍କୁ ହାତ ଯୋଡ଼ି କହୁଛି, ସମସ୍ତ ଗାର୍ଡିଆନ ମାନଙ୍କୁ ମା ମାନଙ୍କୁ ମୁଁ ଅନୁରୋଧ କରୁଛି, ପିଲାମାନଙ୍କୁ ଟିକେ ଗାର୍ଡିଆନ କରନ୍ତୁ, ଟିକେ ଚେକ୍ କରନ୍ତୁ। ପିଲାଟି ନିଶ୍ଚିନ୍ତ ଭଲ ପାଠ ପଢିବ, ନାଚ ଖେଳ ଏ ତ ହବ, ପାଠ ପଢିବା ସଙ୍ଗେ ସଙ୍ଗେ ନାଚ ହବ, ଗୀତ ହବ, ସବୁ ହେବ। ତେଣୁ ଆପଣମାନଙ୍କୁ ମୋର ବିନମ୍ର ଅନୁରୋଧ, ଆପଣମାନେ ଟିକେ ଆପଣମାନଙ୍କ ପିଲାମାନଙ୍କୁ ମୁଁ ଏତିକି କହୁଛି, ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି କରୁଛି ମିନତି, ଆପଣମାନେ ସମସ୍ତେ ସଚେତନ ହୁଅନ୍ତୁ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ। ପିଲାମାନେ ବ୍ୟସ୍ତ ହେଲେଣି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ।